ମୁଁ ଡକ୍ଟର ଶାନ୍ତନୁ କୁମାର ନାୟକ, ପ୍ରିନ୍ସିପାଲ ରିଜନାଲ କଲେଜ ଲାମ୍ବା ଯାଜପୁର। ବହୁତ ଭଲ ଲାଗିଲା। ରେଡିଓର ପତନ ହେଉଥିବା ବେଳେ ଏହିପରି ସଚେତନତା କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ସାମାଜିକ କାର୍ଯ୍ୟକ୍ରମ ବୋଲି ଏଠି ଯୋଡ଼ି ହେଇପାରିବ। ପୂର୍ବରୁ ପିଲାବେଳେ ଆମେ ଘଣ୍ଟା ସାଇଡ ରେଡିଓ ଯାହାର ଅଛି ସେମାନେ ଉନ୍ନତ ଏବଂ ସମସ୍ତେ ବ୍ୟସ୍ତ ଥିଲେ। ଏବେ ଆଧୁନିକତାର ଗୁହାଇ ଦେଇ ରେଡିଓ ଠାରୁ ସବୁ ଯୁବପିଢ଼ିମାନେ ଦୂରେଇ ଯାଉଛନ୍ତି, କିନ୍ତୁ ମୋ ମତରେ ରେଡିଓର ବିକଳ୍ପ ନାହିଁ। କାରଣ ଜଣେ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା, ମନୋରଞ୍ଜନ ସବୁ କ୍ଷେତ୍ରରେ ରେଡିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ। এটা ଗୋଟେ ବହୁତ ସୁନ୍ଦର କାର୍ଯ୍ୟକ୍ରମ ହଉଛି। ଆମ ପାଖରୁ ରେଡିଓ ହଜି ଯାଉଛି, ତାକୁ ପୁନର୍ଜୀବିତ କରିବା ପାଇଁ ରେଡିଓ କେମିତି ବଞ୍ଚିବ। ଆମ ପିଲାଦିନେ ରେଡିଓ କେବଳ ଆମୋଦ ପ୍ରମୋଦ ଥିଲା, ଖୋରାକ ଯୋଗାଉଥିଲା। ଏବେ ତ ହାତ ପାହାନ୍ତାରେ ସବୁ ହେଲାଣି, ସେଟା ଲୋକ ପ୍ରଥମ ଜିନିଷଟାକୁ ଭୁଲି ଯାଉଛନ୍ତି। ତ ଆଜି ଯୋଉ ରେଡିଓ ଲଭର୍ସ ଡେ ପାଳନ କରାହଉଛି, ସମସ୍ତଙ୍କ ମନରେ ରେଡିଓଟା କେମିତି ପୁନର୍ଜୀବିତ ହବ ସେଥିପାଇଁ କରାହେଇଛି। ପ୍ଲସ୍ ଯୋଉମାନେ ନିୟମିତ ରେଡିଓ ଶ୍ରୋତା, ମୋ କଥା କହିବି, ଅନ୍ୟମାନେ ମଧ୍ୟ ଅଛନ୍ତି, ସେମାନଙ୍କୁ ଡକରା ହେଇଛି ଏଥିପାଇଁ କି ସେମାନେ ଅନ୍ୟ ପାଇଁ ଆଦର୍ଶ ବା ଅନୁପ୍ରାଣିତ ହେବେ। ରେଡିଓ ବଞ୍ଚି ରହୁ। ଏଭଳି ସଂସ୍ଥା ଯଦି ଭଲ ଭଲ କାର୍ଯ୍ୟକ୍ରମ କରିବ, ମୁଁ ଭାବୁଛି ଆଗାମୀ କିଛି ଦିନ ରେଡିଓ ପୁଣି ତାର ପୁନର୍ଜୀବନ ଲାଭ କରିବ। आकाशवाणी श्रोता परिषद ओडिशा तरफ शताब्दी भवन आज पवित्र लग्न सुंदर कार्यक्रम तार मूल उद्देश्य हूँ रेडियो को पुणी आम गहन को फेरई आने, पुराना जुग को आम फेरई आने, कारण पुराना जुग आम स्वर्णिम थिला। तो आम जेहेतु आम अतीत को भूली भूली जाऊँ, पिला बेल को भूली भूली जाऊँ, मन रखापी ये कार्यक्रम जेहेतु आप जानते रेडियो गोटे एमती मध्यम जो कि कौन प्रकार खराब प्रभाव नकारात्मक प्रभाव मनुष्य समाज पर पड़े ना। तो से जो अतीत स्मृति को उज्जीवित करने आज प्रयास मोर मन पड़े छोट बेले जो रेडियो चली टीवी नथिला गाँव जो बड़ी पानी हुए, बन्या हुए, वर्षा हुए, वर्षा के आम अनेक था कान डेरी रेडियो केतबे से पानीपाग विषय कहे वर्षा हबार अच्छी कि नहीं, बड़ी पानी बन्या केतबे आसी पहुंचला, रेंगाली खोलिला, बड़ी पानी केतबे आसी पहुंचला, केतबे आम गाँव में पहुंचो, ये सब जो मजा थिला, जो मजा प्रकृत मजा थिला, से मजा ना। वर्तमान जुगर समाज पीढ़ी को मोर अनुरोध रही आधुनिकता को स्पर्श कले आमर जो अतीत रही स्वर्णिम अतीत ताकू केबे आम भूली जावा ना, पुणी आमको पुराना अतीत को फेरिया पे पड़िबो। रेडियो चक्र कथा तो मन पइला सारे पोशाकर थाई मध्य संगीत रचना के तार अंदाजा बहुत नियारा। आम देहरे आम जो प्रकार ड्रेस पिंधु, जो फलपा देइथिले भी आम गोटे गोटे मनीष आमर आवेग अच्छी, आमर पैशन अच्छी, आमर दुख अच्छी, आमर सुख अच्छी। तो मुझे गोटे कलाकार हिसाब से जेहेतु भगवान ये कलाटी मत पुलिस चाकरी करने जेहेतु मुझे कलार सहर मध्य अच्छी, कटक अच्छी अवस्थापित होती, तो से जो संगीत प्रति मोर भल पाइबा धीरे धीरे बढ़ला। मुझे संगीत को अधिक भल पाई समय दूसरी और उपस्थापन देखो बापा आ माँ से दी जन आम प्रथम भगवान से आमको ये दुनिया को आनी आम एपर्यंत पहुंची पारिछु। आगुरी आप देखिथे आम छुट्टी पड़े आम पार्टी बोऊ बोली बाहरी पड़े बोऊ लो। आजिकल तो समस्त मम्मी डैडी डाकुंट इंग्लीश मीडियम पिला माने इंग्लीश कथबार्ता करुँच, बापा माँ को मोर अनुरोध प्रथम पिला ओडिया शिखातु, ओडिशार कला संस्कृति विषय जनातु, गाँ भाई भौणी माउसी पुषर जो मधुर संपर्क ता विषय समस्त अवगत करातु।
ମାଙ୍କ ପାଇଁ ମୋର ନିଜ ମା 2016 ମାନେ ଛାଡି ଚାଲି ଯାଇଛି କ୍ୟାନ୍ସରରେ। ମୋ ମାଙ୍କ ଉପରେ ମଧ୍ୟ ମୁଁ ନିଜେ ଗୋଟେ ଗୀତ ଲେଖିଥିଲି, ସେଇ ଗୀତଟାକୁ ଆପଣ ମାନଙ୍କ ଦି ଧାଡି ଯଦି ମନେ ପଡିବ ଗାଇ ଦଉଛି। ତୁମେ ମମତାର ସୀମାହୀନ ସାଗର, ମା ତୁମେ ଆମ ପାଇଁ। ମନେ ପଡୁନି ସାର୍ ଏଇ ଯୋଉ ଗୀତର ଏଟା କାଟିଦେବେ। ଯେତେବେଳେ ବାଜିଥାଏ ମଣିଷ ଅତୀତ ସୃଷ୍ଟି ଟୋକା ଭାଇଙ୍କର ସେ ଗୀତ ମନେ ପଡେ। ମୁଁ କହିଲି ଯୋଉ ଗୀତରେ ଯଦି ଆପଣ ଗୋଟେ ଗୀତରେ ଭାବ ନଥିବ, ଦମ ନଥିବ, ଗୀତ ଶୁଣିଲେ ଆମ ଆଖିରେ ଯଦି ଲୁହ ନ ବହୁଛି, ଲହୁଣୀ ଟାଙ୍କୁରି ନ ଉଠୁଛି, ସେ ଗୀତ ଶୁଣି କିଛି ଲାଭ ନାହିଁ, ଲେଖିକି କିଛି ମଧ୍ୟ ଲାଭ ନାହିଁ। ଆମେ ଏଉଠିରେ ଥିଲେ ମଧ୍ୟ ଯୋଉ ଭାବନାତ୍ମକ ଗୀତ ଗୁଡିକ ମା ଉପରେ, ବାପାଙ୍କ ଉପରେ, ଭାଇ ଭଉଣୀର ସମ୍ପର୍କ ଉପରେ ଯୋଉ ଗୀତଟେ ବାଜେ, ଯିଏ ଯୋଉ ପରିସ୍ଥିତିରେ ଥିଲେ ବି ଲୋମମୂଳି ନିଶ୍ଚିତ ଟାଙ୍କୁରି ଉଠେ। ପ୍ରଭୁ ଜଗନ୍ନାଥଙ୍କ ଶେଷ ପ୍ରଶ୍ନ ଆମର ଦୀର୍ଘାୟୁ ହବା ପାଇଁ ଏ ଯୁବ ସମାଜ ପାଇଁ ଗୋଟେ ବାର୍ତ୍ତା ରହୁ ଯେ ଆଗାମୀ ଦିନରେ ପ୍ରଭୁ ସମସ୍ତଙ୍କୁ ରକ୍ଷା ପାଇଁ କଣ କରିବ ସନ୍ଦେଶ? ସମସ୍ତେ ସେଇ ପୁରୁଣା ଯୁଗକୁ ଆମକୁ ଫେରି ଯିବା ପାଇଁ ପଡିବ। ପ୍ରଥମେ ଆମେ ନିତ୍ୟକର୍ମ ସାରି କିଛି ଶାରୀରିକ ବ୍ୟାୟାମ କରିବା ଉଚିତ। ସକାଳୁ ଉଠି ଦୌଡ଼ା ଧାପଡ଼ା କରିବାକୁ ପଡିବ। ଯୋଉମାନେ ଜିମ୍ ଯାଉଛନ୍ତି ମଧ୍ୟ ଚଳିବ। ତାପରେ ବାପା ମାଙ୍କର ସେବା କରିବାକୁ ପଡିବ। ନିଜର ଘର କର୍ମ କରିବା ପାଇଁ ପଡିବ, ପାଠ ପଢିବା ପାଇଁ ପଡିବ, ଚାକିରି, ସ୍ତ୍ରୀ ପିଲା ଛୁଆ, ବାପା ମା ସମସ୍ତଙ୍କୁ ସମୟ ଦେବା ପାଇଁ ପଡିବ। ଗୋଟେ ସୁସ୍ଥ ସମାଜ ଗଠନ କରିବା ପାଇଁ ଯୋଉ ଭଦ୍ରଚିତ ବ୍ୟବହାର ଦେଖିବା ପାଇଁ ପଡିବ। ତ ସମସ୍ତେ ଏପରି କଲେ ଆମର ଗୋଟେ ସୁସ୍ଥ ସମାଜ ଗଠନ ହେଇପାରିବ। ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରି ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଓଡିଶା ବାସୀଙ୍କ ପାଇଁ କଣ ସନ୍ଦେଶ ରହିବ? ସେଇ ଓଡିଶାବାସୀଙ୍କୁ ସେଇ ଗୋଟେ ସମାନ ସନ୍ଦେଶ ମୁଁ ରଖିବି। ସମସ୍ତେ ପୁରୁଣା ଯୁଗକୁ ଆମେ ଫେରି ଚାଲନ୍ତୁ। ରେଡିଓକୁ ଆମେ ପୁଣି ଆପଣେଇ ନେବା। ଯେହେତୁ ରେଡିଓରେ କୌଣସି ପ୍ରକାର ନକାରାତ୍ମକ ପରିବେଷଣ କରାଯାଏ ନାହିଁ, ତ ତାକୁ ପାଥେୟ କରି ଆମେ ଗୋଟେ ଭଲ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେଇପାରିବା। ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ଗୋଟେ ଗୋଟେ ରେଡିଓ କିଣନ୍ତୁ, ଶୁଣନ୍ତୁ, ପୁରୁଣା ଯୁଗକୁ ସ୍ମୃତିକୁ ସାଉଣ୍ଡନ୍ତୁ।